ଆପଣମାନେ ଲକ୍ଷ୍ୟ କରିବେ ଆଖପାଖରେ ରହୁଥିବା କିଛି ନାରୀ ଯିଏ ସବୁବେଳେ ମୁହଁ ହଲେଇ ହାତ ହଲେଇ କୁହନ୍ତି କି ଆମେ ସବୁକିଛି ଜାଣିଛୁ, ଆମକୁ ସବୁ ଜ୍ଞାନ ପତା ଅଛି, କିନ୍ତୁ ସିଏ ସବୁବେଳେ ଅନ୍ୟ ଗୋଟେ ନାରୀକୁ ଲକ୍ଷ୍ୟ ରଖିଥିବେ। ସେ ତା'ଠାରୁ କିଛି ଶିଖିବାକୁ ଚାହୁଁଥିବେ, କିଛି ଜାଣିବାକୁ ଚାହୁଁଥିବେ, କିଛି ଦେଖିବାକୁ ଚାହୁଁଥିବେ। ସବୁବେଳେ ଅନ୍ୟ ଗୋଟେ ନାରୀ ଉପରେ ଲକ୍ଷ୍ୟ ରଖିଥିବେ। ସେ କ'ଣ କରୁଛି, କ'ଣ ନାଉଛି, କ'ଣ ପିନ୍ଧୁଛି, କ'ଣ କେମିତି ଚାଲୁଛି, କ'ଣ ଖାଉଛି, କେମିତି ରହୁଛି, ତା ଘରେ କ'ଣ ରଖିଛି, କାହିଁକି ତା'ର ଏତେ ଭଲ ହେଉଛି, ସେମାନେ ସବୁବେଳେ ଅନ୍ୟ ଜଣଙ୍କ ଉପରେ ଲକ୍ଷ୍ୟ ରଖିଥିବେ, କିନ୍ତୁ ନିଜେ ନିଜେ କହୁଥିବେ ଯେ ମୁଁ ସବୁ ଜାଣିଛି, ମୋତେ କିଛି ଅଜଣା ନାହିଁ। ସେ ନାରୀମାନେ କାହାର ଭଲ ଦେଖନ୍ତିନି, କାହାକୁ ଭଲ କୁହନ୍ତିନି, ସବୁବେଳେ ପରନିନ୍ଦା କରନ୍ତି, ପର ଆଲୋଚନା କରନ୍ତି, ପର ସୁଖ ଦେଖିଲେ ଜଳନ୍ତି। ସେସବୁ ନାରୀଙ୍କର ଗୋଟେ ଅଲଗା ଆଦତ ଥାଏ। ଯେଉଁ ନାରୀକୁ ଲକ୍ଷ୍ୟ ରଖୁଥିବେ ଯେ ସେ କ'ଣ କଲା, କ'ଣ ନେଲା, କ'ଣ ନାଇଲା, କେମିତି ଚାଲିଲା, କ'ଣ ଆଣିଲା, ସେଇ ନାରୀର ପଛରେ ବେଶୀ ଲାଗିକି ରୁହନ୍ତି। ତା ବିଷୟରେ ସବୁବେଳେ ମନ୍ଦ ଆଲୋଚନା କରନ୍ତି, ମନ୍ଦ ଚିନ୍ତାଧାରା ରଖନ୍ତି, ମନ୍ଦ ଭାବନା ବି ରଖନ୍ତି। କିନ୍ତୁ ସେ ନାରୀଟିକୁ ସବୁବେଳେ ଲକ୍ଷ୍ୟ ରଖିଥାନ୍ତି, ସେ କ'ଣ କରୁଛି, ଯେ ତା'ର କାହିଁକି ଏତେ ଭଲ ହେଉଛି, ତା ଚାଲିଚଳନ ପ୍ରତ୍ୟେକ ଗତିବିଧି ଉପରେ। ସେ ନାରୀମାନଙ୍କୁ ଯେଉଁ ନାରୀମାନେ ଏମିତି ସବୁ କରନ୍ତି, ସେ ନାରୀମାନଙ୍କୁ ଆମେ କ'ଣ କହିବା, ସେମାନଙ୍କ ଆଦତକୁ କ'ଣ କହିବା? ଦେଖା ଶିକ୍ଷା